ସେତିକି ଥାଉ ହେଇଯିବ। ଆପଣ ଏଇଟାକୁ କ୍ଲୋଜ୍ କଲେ ସିଆଡ଼ୁ ଗେପ୍ ହେଇଛି ତେଣୁ ସେତିକି ଥାଉ। ଆମର ସମ୍ଭାବ୍ୟ ବାତ୍ୟା ପାଇଁ ଆମର ଜିଲ୍ଲା ପ୍ରଶାସନ ତରଫରୁ ସଜାଗ କରି ଦିଆଯାଇଛି। ସେଥିପ୍ରତି ଆମର ବ୍ଲକ ପ୍ରଶାସନ ସଜାଗ ରହିଛନ୍ତି ଏବଂ ତହସିଲଦାର, ମେଡ଼ିକାଲ, ବ୍ଲକ ପ୍ରଶାସନ ସମସ୍ତେ ସଜାଗ ଅଛନ୍ତି। ପୁଲିସ କର୍ମଚାରୀ ମଧ୍ୟ ସଜାଗ ଅଛନ୍ତି ଏବଂ କଳିଙ୍ଗା ଘାଟି ପାଇଁ ବାରଣ କରାଯାଇଛି। ସେପଟେ କୌଣସି ଲୋକ ଗାଡ଼ି ମଟର ଯାତାୟାତ ନ କରିବା ପାଇଁ ବାରଣ କରାଯାଇଛି। ପୁଲିସ ସଜାଗ ରହି ସେ କାର୍ଯ୍ୟ ତଦାରଖ କରୁଛନ୍ତି ଏବଂ ଯେକୌଣସି ପରିସ୍ଥିତି ଆସୁ ବାତ୍ୟାର ମୁକାବିଲା କରିବା ପାଇଁ ଆମ ବ୍ଲକ ପ୍ରଶାସନ ସବୁ ଷ୍ଟାଫ୍ ସଜାଗ ଅଛନ୍ତି ଏବଂ ଖାଦ୍ୟ ସବୁ ପ୍ରକାର ଜିନିଷ ମହଜୁଦ ଅଛି। କୌଣସି ଅସୁବିଧା ହେବ ନାହିଁ ବୋଲି ଆମେ ଆଶା ରଖିଛୁ। ଆମ୍ବେ ବାତ୍ୟାକୁ ଲକ୍ଷ୍ୟ ରଖିକି ଆମର ଏଠି 24 ପୋଲିସ ଡ୍ୟୁଟି ଦିଆଯାଇଛି। ସେମାନେ ନାକା ଡ୍ୟୁଟି କରୁଛନ୍ତି। ଆଜିଠାରୁ 30 ତାରିଖ ପର୍ଯ୍ୟନ୍ତ ଏଇ ନାକା ଡ୍ୟୁଟି ରହିବ। ଆଗାମୀ ଦିନ ଯେହେତୁ ବାତ୍ୟା ଅଛି, କାଳେ ଭୂସ୍ଖଳନ ନେଇ କିଛି ଦୁର୍ଘଟଣାର ଲୋକମାନେ ସମ୍ମୁଖୀନ ହେବେ, ତେଣୁ ଏଠାରେ ଯିବା ଆସିବା ବାରଣ କରାଯାଇଛି, କମ୍ୟୁନିକେସନ୍ ବାରଣ କରାଯାଇଛି।